जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर पंचांग सेशन को आगू बढ़ेबा पंचांग सेशन रे आमे जो सीरीज टा करछु सेटा सीरीज टा सीरियल जो माने देखि नांती से माने पंचांग किछि बुझी परियेनी जो माने देखि कि किछि तापरे खाता रे लिखि नांती बा पढ़ी नांती से माने तो भूली ही जानतु कि तादरो किछि से माने ग्रास्प अप करि परिये आ जो मानकर आगु आइडिया अछि से माने देखि परिबे किछि असुविधा नै बड़ जदि पंचांग को भले से बुझिबार अछि तबे मूल सेशन गुडा को भले से देखि देखि चलो आज तुमको किसी जना पड़ुनी गोटे कथा मन रख जो संसार जो सिंधु देखुच जो सागर देखुच बा जेकोसी बड़ जिनिस देखुच ए संसार रे से सबु जिनिस गोटे बिंदु बिंदु हेकी बने which means गोटे गोटे छोट छोट जिनिस को जेतेबेले तमे भलो भलो भाबरे करी करी चलिबो गोटे बड्ड चैप्टर अछि गोटे बहुत बड्ड रास्ता अछि गोटे बहुत बड्ड काम अछि तुमे जेतेबेले ताको छोट छोट स्टेप को बहुत बारीकी से बहुत क्लियरली नब बहुत भल से मेहनत करियो से छोट छोट टॉपिक ऊपर से बड़ टॉपिक टा केतेबेले तुमर करतल अवगत हेई जाइथिबो तमे तो केतेबेले ताको कंप्लीट करि जाइथिबो सेटा तुमे भी जानि परिबो तेणु विद्यार नियम एया कि ताको नदघोष भलिया पढ़ी चलो एवं तापर रिसर्च करी चलो आ विद्या जो भलिया पावर नॉलेज जो भलिया पावर संसार से भलिया पावर कोठे नहीं जो फील्ड रे अछ से फील्ड रे टॉप रे रहବାକୁ चेष्टा करो हाँ आज एपटू पढ़िदेली सेटा काली सेपटू पढ़िदेली सेमती करो तो चला आज आमे रीत्यादिति पढ़िबा आज क्रम रे आमे रीत्यादिति को पढ़िबा सर्वप्रथम आमे तीन स्टेप रे जानिबा आमे रीत्यादिति काहाकू कहू को गुणक रीत्यादिति रीत्यादिति ହେଲା चतुर्थी नवमी चतुर्दशी ଏଇ ତିନିଟା ତିଥିକୁ କୁହାଯାଏ ରେକ୍ତା ଆମ ପାଖରେ ଦିଟା ଅଛି ଗୋଟେ ଅଛି କୃଷ୍ଣ ପକ୍ଷ ଗୋଟେ ଅଛି ଶୁକ୍ଳ ପକ୍ଷ ପ୍ରତି ପକ୍ଷରେ ଦିଟା ପ୍ରତି ପକ୍ଷରେ ଆମର ତିଥି ଗୁଡାକ ରିପିଟ ହୁଏ ତ ଚତୁର୍ଥୀ କହିଲେ ଆମେ କୃଷ୍ଣ ପକ୍ଷ ଶୁକ୍ଳ ପକ୍ଷ ବୋଥ ର ଚତୁର୍ଥୀକୁ ବୁଝିବା ନବମୀ କହିଲେ ଆମେ କୃଷ୍ଣ ପକ୍ଷ ଶୁକ୍ଳ ପକ୍ଷ ବୋଥ ନବମୀକୁ ଏଠି କନସିଡର କରୁଛେ ଚତୁର୍ଦଶୀ କହିଲେ ଆମେ ବୋଥ କୃଷ୍ଣ ପକ୍ଷ ଏବଂ ଶୁକ୍ଳ ପକ୍ଷର ତିଥିକୁ କନସିଡର କରୁଛେ ତ ରିକ୍ତା ତିଥି ଯେମିତି ତା ନାଁ ହଉଛି ରିକ୍ତା ସେଥିରେ କୌଣସି ପ୍ରାୟତଃ ଶୁଭ କାମ କରାଯାଏ ନାହିଁ ଗଣେଶ ହଉଛନ୍ତି ଚତୁର୍ଥୀ ତିଥିର ଦେବତା ନବମୀ ତିଥିର ଦେବତା ହଉଛନ୍ତି ମା ଦୁର୍ଗା ଚତୁର୍ଦଶୀ ତିଥିର ଦେବତା ହଉଛନ୍ତି ଭଗବାନ ଶିବ ନହେଲେ ମା ଦକ୍ଷିଣ କାଳୀ ବା କାଳୀ ତ ଇଏ ଥିଲା ଗୋଟେ ବ୍ରିଫ ଡେସ୍କ୍ରିପସନ ଚାଲନ୍ତୁ ଆଜି ଆମେ ଜାଣିବା ଯେ ରିକ୍ତା ତିଥିରେ ଆମେ କୋଉ କୋଉ କାମ ଗୁଡା କରିପାରିବା ଶୁଭ କାମ ତ କରିପାରିବାନି ରିକ୍ତା ତିଥିରେ ତାହେଲେ ଆମେ କୋଉ କୋଉ କାମ ଗୁଡାକ ଆମେ ରିକ୍ତା ତିଥିରେ କରିପାରିବା ଶତ୍ରୁଙ୍କୁ ମାରିବା ଭାଇ ଆଉଥରେ ଶତ୍ରୁଙ୍କୁ ମାରିବା। ଶତ୍ରୁଙ୍କୁ ମାରିବା ହଁ ଲେଖୁଛି ହଁ। ଲେଖି ଲେଖି କହୁଛି ହୁଁ ଠିକ ଅଛି ହୁଁ। ତାଙ୍କୁ ବାନ୍ଧିବା ଏ ଭଗବାନ। ଯେତେବେଳେ ଦେଖିବ ୱାରଫେୟାର ଷ୍ଟାର୍ଟ ହବ ଇଣ୍ଡିଆ ଫୁଲି ୱାରଫେୟାର ଆରମ୍ଭ କରିବାକୁ ଦେଖିବ ସେତେବେଳେ ଗୋଟେ ରିକ୍ତା ତିଥି ହେଇଥିବ କାହାକୁ ଆଚ୍ଛା ବିଷ ଦେଇଦବା ଆଚ୍ଛା ଏଇଗୁରା ସବୁ ମୋର ଡେ ଡେ ୱାର୍କ ପୁରା ସବୁ ଭଲ ଭଲ ଭଲ। ଶସ୍ତ୍ର ଚାଳନା କରିବା ମିଜାଇଲ ମାରିବା ହୁଁ। ନିଆଁ ଲଗେଇଦବା ଏଇ ସବୁ କାମ ଗୁଡାକ ଆମେ ରିକ୍ତା ତିଥିରେ କରୁ ଡେଲି ୱାର୍କ ଆଉ। ବର୍ତ୍ତମାନ ଏଇ ଯୋଉ ଛୋଟ ଛୋଟ ଜିନିଷ ରହିଲା ୟାର ଡୋମେନ ଜମାରୁ ଛୋଟ ଛୋଟ ନୁହଁ ୟାର ଇଣ୍ଟରପ୍ରିଟେସନ ଗୁଡାକ ଭଲସେ ମନ ଦେଇକି ଶୁଣ ଶତ୍ରୁଙ୍କୁ ମାରିବା ୟାର ଇଣ୍ଟରପ୍ରିଟେସନ ଆପଣ ଏଇଭଳି ଭାବରେ ନିଅନ୍ତୁ ଶତ୍ରୁ ବାହ୍ୟ ଜଗତରେ ଯେତିକି ନାହାନ୍ତି ତୁମ ଅନ୍ତକରଣ ଭିତରେ ଯୋଉ ଷଡରୂପ ଅଷ୍ଟପାଶ ଅଛି ଯୋଉ ଶତ୍ରୁ ଅଛି ଯାହା ଦ୍ଵାରା ତୁମେ ପରମାତ୍ମାଙ୍କୁ ଖୋଜି ପାରୁନ ହୁଁ। ବା ଏ ମନୁଷ୍ୟ ଜନ୍ମର ମୁଖ୍ୟ ଲକ୍ଷ୍ୟ ଈଶ୍ୱର ପ୍ରାପ୍ତି ଯୋଉ ଷଡରିପୁ ତୁମର ଶତ୍ରୁ ଯୋଉ ଅଷ୍ଟପାଶ ତୁମର ଶତ୍ରୁ
ତାଙ୍କୁ ଦମନ କରିବା ପାଇଁ ଏଇ ତିଥି ଗୁଡାକରେ ଯଦି ତୁମେ ଟ୍ରାଏ କର, ଯୋଉ ଉପାସନା କର, ତାହେଲେ ତୁମେ ବେଷ୍ଟ ରେଜଲ୍ଟ ପାଇବ। ତମେ ଜାଣି ରଖ ଯେ ଶ୍ରୀ ଶ୍ରୀ ଚଣ୍ଡୀ ଚତୁର୍ଦ୍ଦଶୀରେ ବି ହେଇପାରିବ, ନବମୀରେ ବି ହେଇପାରିବ। ହୁଁ ଏମିତି ତ କୋଉ ଦିନ ବି ଶ୍ରୀ ଶ୍ରୀ ଚଣ୍ଡୀ କରାଯାଇପାରେ, ହୁଁ କିନ୍ତୁ ଯଦି ତାର ନିୟମ ନୀତି ବେଳକୁ ଦେଖାଯାଏ, ତାହେଲେ ଶ୍ରୀ ଶ୍ରୀ ଚଣ୍ଡୀ ନବମୀରେ ବି ହେଇପାରିବ, ଚତୁର୍ଦ୍ଦଶୀରେ ହେଇପାରିବ। ଦୋ ଯଦିଓ ଏଇଟା ଶୁଭ କର୍ମ, କିନ୍ତୁ ଏଇଟା ରିକ୍ତା ତିଥି ହେତୁ ମା ନବମୀର ମା ଦୁର୍ଗା, ଆଉ ଚତୁର୍ଦ୍ଦଶୀରେ ମୁଁ କହିଛି ଭଗବାନ ଶିବ ଏବଂ ଇଏ ମା ଦକ୍ଷିଣ କାଳୀ। ଆପଣ ମାନେ ଏଇ ରିକ୍ତାତିଥିରେ ଯଦି କୌଣସି ଉପାସନା କରନ୍ତି ନିଜର ଷଡ ରିପୁ, ନିଜର ଅଷ୍ଟପାଶ ଉପରେ ଡୋମିନେଟ କରିବା ପାଇଁ, then it will be beneficial for you. Clear? yes ଆଉ ଆଉ ଶତ୍ରୁଙ୍କୁ ମାରିବା ତ ଜେନେରାଲ ଡୋମେନ ରେ କିଛି ବି ହେଇପାରେ। କୋଉ ଶତ୍ରୁ ଯାଇ ବାଡେଇ ଦବା, ହାଣିଦବା, ଏଇଟା ତ ବହୁତ ଇଜି କଥା। ବହୁତ ଇଜି କଥା। ଆଜିକାଲି ଆଡଭାନ୍ସ ୱେପନ ସିଷ୍ଟମ ହେଇଗଲାଣି, ସୁଇଚ ଟିପିଲେ ଲୋକ ମରିଯାଉଛନ୍ତି। ହୁଁ କୋରୋନା ଆସିଲା ବହୁ ଲୋକଙ୍କୁ ମାରିଦେଲା। ଏଇଗୁଡା ସବୁ ବଡ କଥା ନାହିଁ। ଏଗୁଡା ସେତେବେଳେ ବଡ କଥା ଯେତେବେଳେ ଧର୍ମ ପାଇଁ କରାଯାଏ, ହଁ ଅଧର୍ମ ପାଇଁ ନୁହଁ। ଠିକ ଅଛି। ତ ଶତ୍ରୁଙ୍କୁ ମାରିବା ମାନେ ଅନ୍ତ ଶତ୍ରୁକୁ ଜୟ କରିବା। ଠିକ ଅଛି। ଇଏ ଗୋଟେ ମୋର ଇଣ୍ଟରପ୍ରିଟେସନ। ଆପଣ ମାନେ ସେଇ ହିସାବରେ ଚାଲନ୍ତୁ, ମାନେ ସେଇ ହିସାବରେ ବୁଝି ଚାଲନ୍ତୁ ମୁଁ କୋଉ କୋଉ ଇଣ୍ଟରପ୍ରିଟେସନ କହୁଛି। ଜଗତର କେବଳ ଗୋଟିଏ ଇଣ୍ଟରପ୍ରିଟେସନ କୁ ଦେଖିକି ଆପଣ ମାନେ ଫସିକି ରହିଯାଆନ୍ତୁ। ତାପରେ ବାନ୍ଧିବା, କାହାକୁ ବାନ୍ଧିବା? ବାହ୍ୟ ଶତ୍ରୁକୁ ବି ବାନ୍ଧି ପାରିବା। ଏବଂ ମନ, ଯାହାକୁ କି ଯାହା ଉପରେ ଲଗାମ ନାହିଁ, କୌଣସି ମନ ଏତେ ଦୁର୍ଜୟ, ମନ ଏତେ ଦୁର୍ଜୟ, ମନ ହଉଛି ସଂସାରର ସବୁଠୁ ବଡ ଜିନିଷ। କାରଣ ସଂସାରରେ ଯେତେ ମିସାଇଲ ତିଆରି ହଉ, ଯେତେ ପରମାଣୁ ବମ ତିଆରି ହଉ, ଚାहे ଗ୍ରେଟେଷ୍ଟ ଇନଭେନସନ ହଉ, ଚାहे ଗ୍ରେଟେଷ୍ଟ ଡିଭାଷ୍ଟେସନ ହଉ, ଏ ସଂସାରର ସବୁଠୁ ବଡ ଜିନିଷ ମନରେ ସର୍ବପ୍ରଥମେ କିଏ କଳ୍ପନା କରିଥିଲା ବୋଲି ସେଇଟା ଆଜି ବାସ୍ତବ ରୂପ ନେଇଛି। ତେଣୁ ସେ ମନକୁ ଯିଏ ବାନ୍ଧି ପାରେ, ଯିଏ ମନକୁ ସଂଯମିତ କରିପାରେ, ତାହେଲେ ସିଏ ହିଁ ପ୍ରକୃତରେ ଜୟ କରିପାରେ। କାହାକୁ? ନା ନିଜକୁ। ତ ଆପଣ ମାନେ ଯଦି ଏଇ ତିଥିରେ ବସି ମେଡିଟେସନ କରନ୍ତି, ମନକୁ ଶାନ୍ତ କରିବା ପାଇଁ କି ଏଇ ତିଥିର ଦେବତା ମାନଙ୍କୁ ପୂଜା କରନ୍ତି ଏଇ ତିଥିରେ, ତାହେଲେ ଆପଣ ମନ ଉପରେ ବି ନିଜର କଣ୍ଟ୍ରୋଲ ଆଣିପାରିବେ। ଠିକ ଅଛି। ହୁଁ ତାପରେ ରହିଲା ବିଷ ଦେବା। ବିଷ ଦେବା ମାନେ ଏଇଟା ତ କେହି ବି ଇଜି କଥା। କାହାକୁ ବିଷ ପିଇଦେଲ, ମାରିଦେଲ, ମୂଷା ବିଷ ଦେଇଦେଲ, ନାନା ଆଧାର ଦେଇଦେଲ, ମାରିଦବା, ଦ୍ୟାଟ ଇଜ ଏ ଡିଫରେଣ୍ଟ ଇସ୍ୟୁ। ବଟ ୟାର ଲଜିକାଲ କରେକ୍ଟ ପଏଣ୍ଟ କଣ? ସେଦିନ ଭଗବାନ ଶଙ୍କର ସମୁଦ୍ର ମନ୍ଥନରୁ ଯୋଉ ହଳାହଳା ବିଷ ବାହାରିଥିଲା, କିଛି କାହାକୁ ନ ପଚାରିକି ଦେବତା ମାନେ ଯେତେବେଳେ ରିକ୍ୱେଷ୍ଟ କଲେ ସେ ବିଷ ପିଇଦେଲେ। ଆକ୍ଚୁଆଲି କହିବାକୁ ଗଲେ ସୃଷ୍ଟିର ରକ୍ଷା ପାଇଁ ଦେବତା ମାନେ ମହାଦେବଙ୍କୁ ରିକ୍ୱେଷ୍ଟ କଲେ କି ତମେ ଏଇଟାକୁ କେମିତି କଣ କଣ୍ଟ୍ରୋଲ କର। କଣ କଣ୍ଟ୍ରୋଲ କେମିତି କରିଥାନ୍ତେ? କଣ ହାତରେ ରଖିକି କମଣ୍ଡଳୀରେ ପୁରେଇ ବୁଲିଥାନ୍ତେ ସବୁବେଳେ? କୋଉଠି ସେ ଢାଳି ହେଇଥାନ୍ତା, ଅବସ୍ଥା ଶୋଚନୀୟ ହେଇଥାନ୍ତା। ସେ ବିଷ ପିଇଗଲେ ଏବଂ ନୀଳକଣ୍ଠ ବନିଗଲେ। ତ ସଂସାରରେ ଏମିତି ବହୁତ କିଛି ଜିନିଷ ଅଛି, ଯୋଉ ଜିନିଷ ଗୁଡାକୁ ତୁମେ ଲୋକମାନଙ୍କୁ ଦେଲେ ସେ ତମଠୁ ଦୂରେଇ ଯିବେ, ସେ ତମ ପାଖରେ ରହିବେନି। ଯଦିଓ ତୁମେ ତାଙ୍କର ମଙ୍ଗଳ ଚାହଁ, ମା ବାପା ଯେତେବେଳେ କୌଣସି ପିଲାର ମଙ୍ଗଳ ଚାହାନ୍ତି, ସେତେବେଳେ ତାକୁ କେବେ ବି ଗେଲ ସରାଗରେ ବଢାନ୍ତିନି, ତାକୁ ବାଡେଇ ବାଡେଇ ବଢେଇଥାନ୍ତି। ହୁଁ ରାଇଟ ପର ମୁହୂର୍ତ୍ତରେ ଯୋଉ ପିଲା ଯେତେ ମାଡ ଖାଇଥାଏ, ସେ ପିଲା ସେତେ ହିଁ ବୁଝିପାରେ ଯେ ମୋ ମା ବାପା କାହିଁକି ମତେ ଶାସନ କରିଥିଲେ। ମୁଁ କହୁନି କି ସମସ୍ତଙ୍କୁ ଶାସନ କରିବା ହୁଁ ଦରକାର, ବଟ ଆଜିକା ଯୁଗରେ ଯୋଉ ଭଳିଆ ହେଇଛି, ଯେତେ ଉଚ୍ଛୃଙ୍ଖଳ ସମାଜ ବନିଛି, ଯଦି ତାଙ୍କୁ ତା ଉପରେ ମାତୃ ପିତୃ ରୂପୀ ଗୁରୁର ଛାଟ ବା ବିଷ ଦେବା ମାନେ କଣ, ତାର ଯୋଉ ବର୍ତ୍ତମାନ ଲାଗୁଛି ତାକୁ କି ଆନନ୍ଦ, କି ହୁଁ ଆନନ୍ଦରେ ସେ ଅଛି, କିନ୍ତୁ ଯେ ସେ ପର ମୁହୂର୍ତ୍ତରେ ଯଦି ତାକୁ ତମେ ତମର ମାନେ ବିଷ ରୂପୀ କଟାକ୍ଷ ନ ଦେଇକି ତାକୁ ନ ରୋକିବ, ନ ରଖିବ ସିଏ ଯଦି ଯାଇକି ପର ମୁହୂର୍ତ୍ତରେ ଯାଇକି କୌଣସି ଗୋଟେ କିଛି ଗଲତ ଷ୍ଟେପ ନେଇଯାଏ, ହୁଁ ତାହେଲେ ସେଥିପାଇଁ ତମେ ହିଁ ଦୁଃଖ ସର୍ବପ୍ରଥମେ କରିବ, କାରଣ ଦୁନିଆ ବାଲାଙ୍କର ତ କିଛି ଭାସ ଯାଉନି। ହଁ ତେଣୁ ରାଇଟ ଏ କ୍ଷେତ୍ରରେ ଯଦି ଆପଣ କଣ୍ଟ୍ରୋଲ ଆଉ ରିଷ୍ଟ୍ରେଣ୍ଟ କରିବେ କାହାକୁ ବାଣୀ ମାଧ୍ୟମରେ, ନିୟର ଆଣ୍ଡ ଡିଅର ୱାନକୁ, ତାହେଲେ ଏଇ ତିଥି ଗୁଡାକରେ କରନ୍ତୁ, ସିଏ ଆପଣଙ୍କୁ ହେଲ୍ପଫୁଲ ରହିବ। ଠିକ ଅଛି।
ତାପରେ ରହିଲା ଶସ୍ତ୍ର ଚାଳନ କରିବା। ଶସ୍ତ୍ର ମୁଁ କାଲି ବି କହିଥିଲି, ଆଗରୁ ବି ବହୁତ ଥର କହିଛି କି ଶସ୍ତ୍ର ଚାଳନା କରିବା ମାନେ ଖାଲି ବମ୍ ଫୁଟେଇଦବା, କାହାକୁ ମାରିଦବା, କାହାକୁ ହାଣିଦବା, କାଟିଦବା ନୁହଁ। ଶସ୍ତ୍ର ଚାଳନା, ପେନ୍ ବି ଗୋଟେ ଶସ୍ତ୍ର, ମନ ବି ଗୋଟେ ଶସ୍ତ୍ର, କଥା ବି ଗୋଟେ ଶସ୍ତ୍ର, ଦିମାଗ ବି ଗୋଟେ ଶସ୍ତ୍ର, ଜ୍ଞାନ ବି ଗୋଟେ ଶସ୍ତ୍ର। ତୁମେ କୌଣସି ଜିନିଷକୁ ଯେତେବେଳେ ଆପ୍ଲାଏ କରୁଛ ସେଇଟା ହଉଛି ଶସ୍ତ୍ର ତମର, ବିକଜ ୟୁ ୱାଣ୍ଟ ଦ୍ୟାଟ ନା। ତମେ ଶସ୍ତ୍ର ଚାଳନା କାହିଁ କରୁଛ? ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ। ତୁମେ ଯେକୌଣସି ଜିନିଷ ଆଚିଭ କରିବାକୁ ଚେଷ୍ଟା କରୁଛ, ତା ଉପରେ ଯୋଉ କର୍ମ କରୁଛ, ତୁମେ ଶସ୍ତ୍ର ଚାଳନା କରୁଛ, ଇନ ଟର୍ମସ ଅଫ ମାଇଣ୍ଡ, ଇନ ଟର୍ମସ ଅଫ ପେନ୍, ଇନ ଟର୍ମସ ଅଫ ୱାର୍କ, ଯାହା ଦ୍ୱାରା କି ତୁମକୁ ତାର ରେଜଲ୍ଟ ତୁମ ଅନୁଯାୟୀ ବେନିଫିସିଆଲ ହେବା ପାଇଁ ତୁମେ ଚେଷ୍ଟା କରୁଛ। ତେଣୁ ତମେ ରିକ୍ତାତୀତରେ ଟ୍ରାଏ କରି ୟୁ ୱିଲ୍ ବି ବିକମ୍ ସକ୍ସେସଫୁଲ। ଆଣ୍ଡ ମୁଁ ଏଇ ଯୋଉ ଗୁଡାକ କହୁଛି, ଏଇଟା ତ ଓଭରଭ୍ୟୁ। ମୁଁ ଯେତେବେଳେ ୟାର ଡିପ୍ ଇଣ୍ଟରପ୍ରିଟେସନ ତମକୁ ଦେବି, ତମେ ଯେତେବେଳେ ୟାର ଯେତେବେଳେ ୟାର ସେସନ୍ସ ଗୁଡାକ ପୁରା 300 400 ହେଇଯିବ, ତମେ ଯଦି ମନ ଦେଇକି ଶୁଣିଥିବ, ତମେ ମୁହୂର୍ତ୍ତ ଶାସ୍ତ୍ରରେ ଏତେ ପାରଙ୍ଗତ ହେଇଯିବ ଯେ ତୁମେ ବୁଝିପାରିବ ଯେ ଗୋଟେ ମୁହୂର୍ତ୍ତ ବାହାର କରିବା ପାଇଁ ଆଟଲିଷ୍ଟ 50,000 ଜଣେ ନ ନେଲେ ସେ ଗୋଟେ ମୁହୂର୍ତ୍ତ ଠିକ ସେ ଦେଇପାରିବନି। କାରଣ ମୁହୂର୍ତ୍ତ ତମେ ଦବ ଯେତେବେଳେ 84 ସେକେଣ୍ଡ, 100 ସେକେଣ୍ଡ, 10 ସେକେଣ୍ଡ, 40 ସେକେଣ୍ଡ ଏଇଭଳିଆ ଟାଇମରେ ତମେ ଯଦି କାମ ଆରମ୍ଭ କରୁଛ, ଦେନ୍ ଦ୍ୟାଟ ୱିଲ୍ ବି, ଯେମିତି କହନ୍ତି ପଏଣ୍ଟ ବ୍ଲାଙ୍କ ରେଞ୍ଜ, ମାନେ ଗୋଟେ ମିସାଇଲ କୁ ଯଦି ବ୍ରହ୍ମୋସକୁ ଯେମିତି ରେଞ୍ଜ ଭିତରେ ଫିଟ୍ କରିକି ମରାଗଲେ 1 ମିଟରର ଦୂରତା ଭିତରେ ଫାଟିବ, ଯେମିତି ହେଲେ ଫାଟିବା କଥା ଫାଟିବ, ତାର ପ୍ରିସିଜନ ଗଲତ ହେବ ନାହିଁ। ତୁମେ ଯଦି ମାଷ୍ଟର କରିଦେଲ ପଞ୍ଚାଙ୍ଗକୁ, ତାହେଲେ ତମେ ଜାଣିଯାଅ ଯେ ତୁମେ ମାଷ୍ଟର କରିଦେଲ ଟାଇମ ଉପରେ। କାରଣ ତୁମେ ଯଦି ଇନିସିଏଟ କରିଦବ ସେଇ ଟାଇମରେ କାମଟା, ତୁମେ ଯଦି ଇନିସିଏଟ କରିଦବ ସେଇ ଟାଇମରେ କାମଟା, ଦେନ୍ ଇଟ୍ ୱିଲ୍ ବି ବେନିଫିସିଆଲ, ସିଓରଲି, ନୋ ଡାଉଟ ଇଟ୍ ୱିଲ୍ ବି ବେନିଫିସିଆଲ ଫର ୟୁ, ନୋ ଡାଉଟ ଇଟ୍ ୱିଲ୍ ବି ବେନିଫିସିଆଲ ଫର ୟୁ। ବଟ୍ ସେଥିପାଇଁ ତମ ପଞ୍ଚାଙ୍ଗ ଉପରେ ମାଷ୍ଟରୀ ଦରକାର। ଠିକ ଅଛି। ତାପରେ ଆମେ ନିଆଁ ଲଗେଇବା। ନିଆଁ ଲଗେଇବା ମାନେ କାହା କୁଟା କତରେ ନିଆଁ ଲଗେଇବା, କାହା ଘରେ ନିଆଁ ଲଗେଇବା, କାହା ଇଏକୁ ନିଆଁ ଲଗେଇବା, ଦ୍ୟାଟ ଇଜ ନଟ ଦ ଟ୍ରୁଥ। ସେ ନିଆଁ ଲଗେଇବା ତ ଅଧର୍ମର କଥାରେ ଗଲା, ଏଟା ସବୁ ନେଗେଟିଭ ଜିନିଷ ଦେଖାଯାଉଛି। ଆମର ସନାତନ ଶାସ୍ତ୍ରକୁ ଏଭଳି ଭାବରେ ଡିଜାଇନ କରାଯାଇଛି ଯେ ଶାସ୍ତ୍ରକୁ ଯିଏ ଯୋଉ ହିସାବରେ ତାକୁ ଇଣ୍ଟରପ୍ରିଟେସନରେ ନେଲା, ସେ ସେଇ ହିସାବରେ ତାକୁ ୟୁଜ କରିବ ଏବଂ ତାର ରେଜଲ୍ଟ ତଦନୁପାତିକ ପାଇବ। ଯଦି ତୁମେ ମାନେ ଦେଖିଥିବ ଯେ ରାମ ରାବଣ ଯୁଦ୍ଧରେ ଯେ ରାବଣ ଆଉ ରାମଙ୍କ ଭିତରେ ଯଦି ଆକ୍ଚୁଆଲି କିଏ ପାୱାରଫୁଲ ଥିଲା, ସେ ରାବଣ ଥିଲା। କିନ୍ତୁ ସେ ହାରିଗଲା ଏଇଥିପାଇଁ କି ରାମଙ୍କର ଚରିତ୍ର ବହୁତ ଷ୍ଟ୍ରଙ୍ଗ ଥିଲା। ସେଥିପାଇଁ ରାମଙ୍କ ଅପେକ୍ଷା ରାମଙ୍କ ନାମ ରାମଠୁ ଅଧିକ ପାୱାରଫୁଲ। ତେଣୁ ସେଇଥିପାଇଁ ପ୍ରଭୁ ଶ୍ରୀ ମାନେ ଭଗବାନ ତୁଲ୍ୟ ପୂଜ୍ୟ ଶ୍ରୀ ତୁଳସୀଦାସ ମହାରାଜ ରାମଚରିତ ମାନସ ଲେଖିଲେ, ସେଇ ଭଗବାନ ଶଙ୍କରଙ୍କ ପ୍ରେରଣା। ତେଣୁ ମୋର କହିବାର ତାତ୍ପର୍ଯ୍ୟ ହେଲା, ନିଆଁ ଲଗେଇବା ମାନେ କଣ? ନିଆଁ ଲଗେଇବା ନା ଯୋଉ ଅଳସୁଆମୀ, ଯୋଉ ଚିନ୍ତାଧାରା, ଯୋଉ ପ୍ରୋସେସ ତୁମକୁ ତୁମର ଡେଭଲପମେଣ୍ଟକୁ, ସେଲ୍ଫ ଡେଭଲପମେଣ୍ଟକୁ କରିବା ପାଇଁ ଦଉନି, ତାକୁ ନିଆଁ ଲଗେଇବା। ମାନେ ପ୍ରବୃତ୍ତି ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଏଇ ରିକ୍ତା ତିଥି ସବୁଠୁ ଶ୍ରେଷ୍ଠ। ମନେ ରଖ, ଶ୍ରୀ ଶ୍ରୀ ଚଣ୍ଡୀରେ ଗୋଟେ ବହୁତ ବଢିଆ ଶ୍ଲୋକ ଅଛି, ପ୍ରଥମ ଅଧ୍ୟାୟରେ ମିଳିଯିବ, ଫାର୍ଷ୍ଟ ଚାପ୍ଟରରେ। ପ୍ରଥମ ଚାପ୍ଟର ଗୋଟେ ବଢିଆ ଶ୍ଲୋକ ଅଛି କି ଜ୍ଞାନୀନାମପି ଚିତ୍ତାଂଶି ଦେବୀ ଭଗବତୀ ଈଶା ବଲାଦା କୃଷ୍ୟ ମୋହାୟ ମହାମାୟା ପ୍ରଯୁକ୍ତି। ଜ୍ଞାନୀ ହେଇଥାଇପାର, ତମେ ଜ୍ଞାନୀ ହେଇପାର, ଜ୍ଞାନୀ ନାମ ଅପି ଚିତ୍ତାଂଶୀ, ଜ୍ଞାନୀ ମାନଙ୍କର ମଧ୍ୟ ଚିତ୍ତକୁ, କନସିୟସନେସ କୁ, ଦେବୀ ଭଗବତୀ ଈଶା, ସେଇ ମା ଭଗବତୀ ବଲାଦ କୃଷ୍ଣମୟା, ବଳପୂର୍ବକ ମୁହଁରେ ପକେଇ ମହାମାୟା ବୋଲି ନିଜକୁ ପରିଗଣିତ କରନ୍ତି। ସେ ଯେଡ ବଡ ଜ୍ଞାନୀ ହେଇଥିବ, ଯେଡ ବଡ ପଣ୍ଡିତ ହେଇଥିବ, ଯଦି ସେ ଭକ୍ତ ନୁହଁ, ଯଦି ସେ ଭକ୍ତିର ପଥରେ ଚାଲିନି, ଆଗେଇନି, ତାହେଲେ ଆପଣ ଜାଣନ୍ତୁ ତାର ଦେୟାର ମାଇଟ୍ ବି ଏ ପସିବିଲିଟି କି ସିଏ ମାନେ ଇଏ ହେଇଯାଇପାରେ, ଭ୍ରମିତ ହେଇଯାଇପାରେ। ତେଣୁ ଏଇ ରିକ୍ତା ତିଥି ରେ ଆପଣ ସେଇ ଭଗବତୀଙ୍କର ଉପାସନା, ଏଇ ଦିଟା ତିଥିରେ ଆପଣ ଭଗବତୀଙ୍କର ଉପାସନା କଲେ ବା ଭଗବତୀଙ୍କୁ ଟିକେ ଖାଲି ହୃଦୟ ସହକାରେ ଯଦି ଉପାସନା କରନ୍ତି, ତ ଆପଣଙ୍କୁ ବହୁତ କିଛି ଜିନିଷ ଆ, ଆ, ଉପରେ ଆପଣଙ୍କର ମାଷ୍ଟରୀ ଆସିବ। କଣ ମଣିଷ ଯେତେବେଳେ ନିଜ ଉପରେ ମାଷ୍ଟରୀ କରିଦିଏ ନା, ସେତେବେଳେ ତାର ବହୁତ କିଛି ଜିନିଷ ତାର ମାଷ୍ଟରୀ କରତଳଗତ ହେଇଯାଏ ବା ତାକୁ ସିଦ୍ଧି ପ୍ରାପ୍ତ ହେଇଯାଏ। ମୁଁ ଆପଣଙ୍କୁ ଗୋଟେ ଛୋଟ କଥା କହୁଛି, ସଂସାରରେ ବର୍ତ୍ତମାନ ଷ୍ଟେଜରେ ଇଣ୍ଡିଆରେ ରେପ ର ଭଲ୍ୟୁମ ବହୁତ ବଡ, ଭଲ ଅଧିକ ଭାବରେ ବଢୁଛି।
ଆପଣ ଯଦି ଦେବୀ ଭାଗବତ କେବେ ସମସ୍ତଙ୍କୁ ମୁଁ ରିକ୍ୱେଷ୍ଟ କରିବି କି ଆପଣ କେବେ ଯଦି ଜୀବନରେ ସମୟ ହୁଏ ଗୋଟେ ବହି କିଣନ୍ତୁ, ଗୋଟେ ଗ୍ରନ୍ଥ କିଣନ୍ତୁ। ସର୍ବପ୍ରଥମେ ଆମେ ଗୋଟେ ଦେବୀ ଭାଗବତ ପଢନ୍ତୁ, ଶ୍ରୀମଦ୍ ଭାଗବତ ଗୀତା ତ ପଢି ଚାଲନ୍ତୁ। ସର୍ବପ୍ରଥମ ଆପଣ ଦେବୀ ଭାଗବତ ପଢନ୍ତୁ। ସେଠି ନାରାୟଣ ନିଜେ କହୁଛନ୍ତି ଯେ କୋଉ ଲୋକ, ନାରାୟଣ କି ମା କହୁଛନ୍ତି ମୁଁ ହଠାତ୍ ଏବେ ମନେ ପଡୁନି, କିନ୍ତୁ କୋଉ ଲୋକ ନା ବୈଷ୍ଣବ, ନା କୋଉ ଲୋକ ଗଣପତ୍ୟ, ନା କୋଉ ଲୋକ ଶୈବ, ସର୍ବପ୍ରଥମେ ସର୍ବେ ସମସ୍ତେ ହଉଛନ୍ତି ଶାକ୍ତ, ବାଇ ଡିଫଲ୍ଟ ଶାକ୍ତ। ବିନା ଶକ୍ତିରେ ଶିବ ବି ଶବ ବା ଶିବ କ୍ରିୟାହୀନ ହେଇଯାଆନ୍ତି। ହୁଁ ଠିକ ଅଛି, ନିର୍ଗୁଣ ତାକୁ ପ୍ରାପ୍ତ କରିଯାଆନ୍ତି ବିନା ଶକ୍ତିରେ। ଠିକ ଅଛି, ତେଣୁ ଯେତେବେଳେ ଭଗବତୀର ଉପାସନା ଚାଲୁଥିଲା, ନବରାତ୍ର ଚାଲୁଥିଲା, ସେଠାରେ ଝିଅ ମାନଙ୍କର ଶ୍ରୀଚରଣକୁ, ଛୋଟ ଛୋଟ ଝିଅ ମାନଙ୍କର ଶ୍ରୀଚରଣକୁ 8 ବର୍ଷରୁ 7 ବର୍ଷରୁ କି 6 ବର୍ଷର ଛୁଆଠୁ ଆରମ୍ଭ କରି 11 ବର୍ଷ 12 ବର୍ଷ ଛୁଆଙ୍କୁ ପୂଜା କରାଯାଉଥିଲା। ସେତେବେଳେ ସେମାନଙ୍କ ମୁଣ୍ଡରେ ଗୋଟେ ଜିନିଷ ରହୁଥିଲା ଯେ ପ୍ରତ୍ୟେକ ଝିଅ ହଉଛି ଜଗତ ଜନନୀ ମାର ସ୍ୱରୂପ। ସେତେବେଳେ ରେପ ହଉନଥିଲା, କାରଣ ପ୍ରତ୍ୟେକ ଝିଅ ଭିତରେ ସେମାନେ କଣ କରୁଥିଲେ ନା ମାତୃତ୍ୱକୁ ରେସପେକ୍ଟ କରୁଥିଲେ। ଏବେ ସେ ନବରାତ୍ର ହଟିଗଲା, ମାକୁ କେହି ଉପାସନା କଲେନି, ସବୁତିକ ରାକ୍ଷାସ୍ତିକ ଜନ୍ମ ନେଲେ। ତ ମୋର କହିବାର କଥା, ଯଦି ପ୍ରବୃତ୍ତି ଉପରେ ଆପଣ ନିଜକୁ ଆ, ନିଜର ପ୍ରବୃତ୍ତି ଉପରେ କଣ୍ଟ୍ରୋଲ ପାଇବାକୁ ଚାହୁଁଛନ୍ତି, ଯୋଉଟା କି ଆପଣ କୌଣସି ଲୋକ ବି ସମର୍ଥ ନୁହଁ, ସଫଳତାର ଯଦି ଶିଖରରେ ବି, ସିଦ୍ଧିର ଶିଖରରେ ବି ତୁମେ ଅଛ, ସେ ଜଗଦମ୍ବା ଯଦି ଚାହେଁ, ସେ ଭଗବତୀ ଯଦି ଚାହେଁ, ତାହେଲେ ତୁମକୁ କୌଣସି ନା କୌଣସି ମୁହଁରେ ଜାଲରେ ପକେଇକି ତୁମକୁ ଭ୍ରମିତ କରିଦେଇପାରେ। କିନ୍ତୁ ଯଦି ତୁମେ ସେଇ ଭଗବତୀର ଶରଣାପନ୍ନ ରୁହ, ସମସ୍ତେ କହନ୍ତି କୌଣସି ଜିନିଷ ପାଇଲା ପରେ ଅଭିମାନ କରିବା କଥା ନୁହଁ। କାହିଁ ଅଭିମାନ କରିବନି? କାରଣ ସେଠି ଅଭିମାନ ଦ୍ଵାରା ତାର ପତନ ଆରମ୍ଭ ହେଇଯାଏ। ତେଣୁ ଜ୍ଞାନାଭିମାନ, ଜ୍ଞାନର ଯେତେ ଅନ୍ତରା ଆଉ କୌଣସି ଜିନିଷ ନୁହଁ। ଏ ସଂସାରରେ କୌଣସି ଏମିତି ନାହିଁ। ତେଣୁ କେବେ ବି କୌଣସି ଲୋକ କୌଣସି ଜିନିଷର ଉନ୍ନତି କରିବାକୁ ଗଲେ ସେ ଜଗଦମ୍ବା ଭଗବତୀର ଉପାସନା କରିବା ଉଚିତ ଏବଂ ଗୁରୁ ଗ୍ରହଣ ପୂର୍ବକ କରିବା ଉଚିତ। ତେବେ ଆଜିର ସେସନ ଆମେ ରିକ୍ତା ତିଥି ବିଷୟରେ ଭଲ ଭାବରେ ଆଲୋଚନା କରୁଛେ। ଏଇଠି ଗୋଟେ ଜିନିଷ ରହିଯାଇଛି କି ଆମେ ଏଇଠି ଶୁକ୍ଳ ପକ୍ଷର ରିକ୍ତା ତିଥିକୁ ଚୁଜ କରିବା କି କୃଷ୍ଣ ପକ୍ଷର ରିକ୍ତା ତିଥିକୁ ଚୁଜ କରିବା ଚତୁର୍ଥୀରେ, ରାଜକୁ କୁହନ୍ତୁ। ହୁଁ। କଣ ରୀତା ଦିଦିଟା और ଏଇ ଯୋଉ ଚତୁର୍ଥୀ। ରିକ୍ତା ତିଥି, ହୁଁ। ଶୁକ୍ଳ ପକ୍ଷର ଚତୁର୍ଥୀ ଟା ଭଲ ହବ ନା ଆମ ପାଇଁ କୃଷ୍ଣ ପକ୍ଷର ଚତୁର୍ଥୀ ଭଲ ହବ? ଏଇଟା କୃଷ୍ଣ ପକ୍ଷ। ୟେସ୍, କୃଷ୍ଣ ପକ୍ଷର ଚତୁର୍ଥୀ ଟା ଭଲ ହବ। ହୁଁ ହୁଁ। ଏବେ କୁହନ୍ତୁ ଶୁକ୍ଳ ପକ୍ଷର ନବମୀଟା ଭଲ କି କୃଷ୍ଣ ପକ୍ଷର ନବମୀଟା ଭଲ? ଉଁ, ଏଇଟା ଦିଟାଙ୍କ ମଧ୍ୟମ ରହିବ। ହଁ, ତେଣୁ ଦିଟାକ ସମାନ। ଆଚ୍ଛା, ଏଠି ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ଦରକାର କି କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ଦରକାର? ଏଇଟା ରହିବ ଶୁକ୍ଳ ପକ୍ଷ ଆଉ ଉଲ୍ଟାଟା। ମୋ କଥାଟା ବୁଝିପାରିଲେ ତ? ହୁଁ ହୁଁ ହୁଁ। ତ ଆଜିର ସେସନରେ ଆମେ କଣ ଜାଣିଲେ? ଆମେ ଜାଣିଲେ ଯେ କୋଉ କୋଉ କାର୍ଯ୍ୟ ଆମେ ରିକ୍ତା ତିଥିରେ କରିପାରିବା। ହୁଁ ଏଇଟା ବହୁତ ହି ଛୋଟ ସେସନ ହେଇଥିଲେ ମଧ୍ୟ ହୁଁ। ଗୋଟେ ଦୃଷ୍ଟି, ଗୋଟେ ଗୋଟେ କାରଣ ଆପଣ ସଦା ସର୍ବଦା ମନେ ରଖିବେ ଯେ ହଁ, ଗୋବିନ୍ଦ ଏଠି ବଢିଆ କଥା ମେସେଜରେ ଲେଖିଛି କି ଟ୍ରିଟମେଣ୍ଟ ଦ୍ୟାଟ ୟୁଜ ପଏଜନ, ସେଟା ବି କରିହବ। ହୁଁ ଅନଗିନ, ତମେ ଅନଗିନତ ପଜିଟିଭ ଜିନିଷ ଭାବି ପାରିବ। ଅନଗିନତ ପଜିଟିଭ ଜିନିଷ ଭାବି ପାରିବ। ଶସ୍ତ୍ର ଚାଳନାରେ ଗୋବିନ୍ଦ ବଢିଆ ଲେଖିଛି ସର୍ଜରୀ କରେଇ ପାରିବ। ଠିକ ଅଛି ନା? ତ ଗୋଟେ ଅଛି ଡାକୁ, ଆଉ ଗୋଟେ ହଉଛି ସର୍ଜନ। ରବର ସେଇ ହାଣି ହୁଣିକି ପଇସା ନଉଛି ଲୋକଙ୍କଠୁ, ସର୍ଜନ ସର୍ଜରୀ କରି ପଇସା ନଉଛି। ବୋଥ ଆର ଡୁଇଂ ଦ ସେମ ଥିଙ୍ଗ, ଲିଟରାଲି ମଣିଷକୁ वन ऑफ ହାଣିକି ପଇସା द ନଉଛି। पॉजिटिव वन ऑफ द नेगेटिव। ହଁ, କୋଉ ଜିନିଷଟା ତମକୁ ଇଣ୍ଟେଲେକ୍ଟ କହୁଛି କି ପଜିଟିଭ ବୋଲି, हम्म। ଦ୍ୟାଟ ଇଜ ଏ କାଇଣ୍ଡ ଅଫ ଥିଙ୍ଗ। यस ଆଉ यस। ଏହାର ଡୋମେନ ବହୁତ ହି ବଡ। ଆପଣ ଯୋଉ ହିସାବରେ ଯୋଉଠି ଇଣ୍ଟରପ୍ରିଟେସନ କରିବେ, ତଦନୁପାତିକ ଆପଣଙ୍କର ଇଣ୍ଟରପ୍ରିଟେସନ ବାହାରିବ। ସେଇଥିପାଇଁ ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ ଗୀତାରେ କହିଲେ ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହମ୍। ଯିଏ ଯୋଉ ରୂପରେ ମତେ ଉପାସନା କରିବ, ମୁଁ ସେଇ ରୂପରେ ତାକୁ ଦର୍ଶନ ଦେବି ବା ତା ଦ୍ଵାରା ତାକୁ ମୁଁ ସେଇ ରୂପରେ प्राप्त। ଫଳ ଦେବି। ଠିକ ଅଛି, ତ ଆଜିର ସେସନରେ ଆମେ ଜାଣିଲେ କୋଉ ତିଥି ବିଷୟରେ ନା ରିକ୍ତା ତିଥି ବିଷୟରେ। କାଲି ଆମେ ଡିସ୍କସନ କରିବା ପୂର୍ଣ୍ଣା ତିଥି ବିଷୟରେ। ଏମିତି ପଞ୍ଚାଙ୍ଗରେ ସିରିଜ ଚାଲିବ।
ଯେ ପର୍ଯ୍ୟନ୍ତ ପଞ୍ଚାଙ୍ଗରେ ମୁଁ ଗୋଟେ ଲେଭୁଲ ପର୍ଯ୍ୟନ୍ତ ନ ନେଇ ଦେଇଛି, ନ ନେଇକି ଛାଡିଛି, ସେ ପର୍ଯ୍ୟନ୍ତ ଆମେ ପଞ୍ଚାଙ୍ଗ ସିରିଜକୁ କରି ଚାଲିବା। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।